ନମସ୍କାର ଦର୍ଶକ ବନ୍ଧୁ। ଆସନ୍ତୁ ଜାଣିବା ଆଜିର ଭାଗବତ ବାଣୀ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯିଏ ମୋର ଭକ୍ତ ସେ କୃପାର ମୂର୍ତ୍ତି ହୋଇଯାଆନ୍ତି। ସେ କୌଣସି ପ୍ରାଣୀ ପ୍ରତି ଭୟଭାବ ରଖନ୍ତି ନାହିଁ ଏବଂ ଘୋର ଦୁଃଖରେ ମଧ୍ୟ ପ୍ରସନ୍ନ ରହନ୍ତି। ସତ୍ୟ ହିଁ ହେଉଛି ତାଙ୍କ ଜୀବନର ସାର। ତାଙ୍କ ମନରେ କେବେ ପାପ ବାସନା ଉଠେ ନାହିଁ। ସେ ସମଦର୍ଶୀ ଓ ସମସ୍ତଙ୍କର ଉପକାରୀ ହୋଇଥାନ୍ତି। ସେ କୌଣସି ବସ୍ତୁ ପାଇବାକୁ କୌଣସି ପ୍ରକାର ଚେଷ୍ଟା କରନ୍ତି ନାହିଁ। ସେ ପରିମିତ ଭୋଜନ କରନ୍ତି ଓ ଶାନ୍ତ ରହନ୍ତି। ସେ କେବଳ ମୋତେ ହିଁ ଭରସା କରି ରହନ୍ତି ଏବଂ ସର୍ବଦା ଆତ୍ମତତ୍ତ୍ୱ ଚିନ୍ତନରେ ମଗ୍ନ ଥାଆନ୍ତି। ମୋ ଭକ୍ତ ମୋ ସମ୍ବନ୍ଧୀୟ ବିଷୟ ଅନ୍ୟମାନଙ୍କୁ ବୁଝାଇବାରେ ବଡ଼ ନିପୁଣ ହୋଇଥାନ୍ତି। ତାଙ୍କ ହୃଦୟ କରୁଣାପୂର୍ଣ୍ଣ ହୋଇଥାଏ। ଆପଣଙ୍କ ଜୀବନ ମଙ୍ଗଳମୟ ହେଉ। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।